ଯେଉଁ ବସ୍ତୁ ଓ ବ୍ୟକ୍ତିମାନଙ୍କ ସହିତ ଏବେ ଆମେ ଅଛେ ସେମାନେ ଯେ ସବୁଦିନ ପାଇଁ ଆମ ସାଥିରେ ରହିବେ ସେ କଥା ନୁହେଁ, ଏବଂ ଆମେ ଯେ ସେମାନଙ୍କ ସାଥିରେ ସବୁଦିନ ପାଇଁ ରହିବା ସେ କଥା ମଧ୍ୟ ନୁହେଁ। କେବଳ ସେତିକି ନୁହେଁ, ଶରୀର ସଙ୍ଗରେ ଆମେ ସବୁଦିନ ଯେ ରହିଥିବା ଏବଂ ଶରୀର ଆମ ସଙ୍ଗରେ ସବୁଦିନ ଯେ ରହିଥିବ ସେ କଥା ମଧ୍ୟ ନୁହେଁ। ଏହା ଉପରେ ଗଭୀର ବିଚାର କରିବା ଉଚିତ। ଯଦି ଏମାନେ ଆମ ସାଥିରେ ସବୁଦିନ ପାଇଁ ରହିପାରିବେ ନାହିଁ ଏବଂ ଆମ୍ଭେମାନେ ମଧ୍ୟ ସେମାନଙ୍କ ସାଥିରେ ସବୁଦିନ ପାଇଁ ରହିପାରିବା ନାହିଁ, ତେବେ ଏମାନଙ୍କ ଭରସାରେ କେତେଦିନ କାମ ଚଳିବ? କିନ୍ତୁ ଯେଉଁ ପରମାତ୍ମାଙ୍କ ବିଷୟରେ ଆମେ ଶାସ୍ତ୍ରରୁ ଓ ସନ୍ଥ ଜନଙ୍କଠାରୁ ଶୁଣିଛୁ, ସେ ସର୍ବଦା ଆମ ସାଥିରେ ଥିଲେ, ଅଛନ୍ତି ଏବଂ ରହିବେ ମଧ୍ୟ। ଆମ୍ଭମାନଙ୍କର ଦୃଷ୍ଟି କେବଳ ସାଂସାରିକ ବସ୍ତୁ ଆଡ଼କୁ ରହୁଥିବାରୁ ସେହି ପରମାତ୍ମାଙ୍କୁ ଆମ୍ଭେମାନେ ଚିହ୍ନି ପାରୁନାହୁଁ ଓ ଦେଖିପାରୁନାହୁଁ। ଆମ୍ଭେମାନେ ଏହି ସାଂସାରିକ ବସ୍ତୁ ଗୁଡ଼ିକରୁ ବିମୁଖ ହୋଇଗଲେ ପରମାତ୍ମାଙ୍କର ଦର୍ଶନ ହେବ। ବିମୁଖ ହେବାର ଅର୍ଥ କ'ଣ? ସେଗୁଡ଼ିକରୁ ସୁଖ ଗ୍ରହଣ ନ କରିବା, ସେଗୁଡ଼ିକୁ ଅନ୍ୟମାନଙ୍କ ସେବାରେ ଉପଯୋଗ କରିବା। ବସ୍ତୁ ଗୁଡ଼ିକୁ ଅନ୍ୟମାନଙ୍କ ହିତରେ ଉପଯୋଗ କରନ୍ତୁ ଏବଂ ବ୍ୟକ୍ତିମାନଙ୍କୁ ସୁଖ ପ୍ରଦାନ କରନ୍ତୁ ଓ ସେମାନଙ୍କର ହିତ କରନ୍ତୁ। ଏପରି ଭାବନା ରଖନ୍ତୁ ଯେ ଆମ ପାଖରେ ଯେତେ ବସ୍ତୁ ଅଛି ସେଗୁଡ଼ିକ ଦ୍ୱାରା ଅନ୍ୟମାନଙ୍କର ସେବା କରିବାକୁ ହେବ। ସଂଗ୍ରହ କରିବାର ଓ ନିଜ ପାଖରେ ରଖିବାର ଯେଉଁ ଭାବନା ବର୍ତ୍ତମାନ ରହିଛି, ତାହାକୁ ସମ୍ପୂର୍ଣ୍ଣ ପରିବର୍ତ୍ତିତ କରିବାକୁ ହେବ ଯେ ଏ ବସ୍ତୁଗୁଡ଼ିକୁ ଆମେ ଅନ୍ୟମାନଙ୍କ ସେବାରେ ଉପଯୋଗ କରିବୁ। ଟିକେ ବିଚାର କରନ୍ତୁ, ଟଙ୍କା ପଇସାକୁ ଆପଣମାନେ ସର୍ବଦା ନିଜ ସଙ୍ଗରେ ରଖିପାରିବେ ନାହିଁ ଏବଂ ଆପଣ ଏଗୁଡ଼ିକ ସଙ୍ଗରେ ସର୍ବଦା ରହିପାରିବେ ନାହିଁ। ଟଙ୍କା ପଇସା ତ ସଙ୍ଗରେ ଯିବେ ନାହିଁ, କିନ୍ତୁ ଏଗୁଡ଼ିକୁ ସଂଗ୍ରହ କରିବାର ଯେଉଁ ଭାବନା ରହିଛି ତାହା ମୃତ୍ୟୁ ପରେ ମଧ୍ୟ ସଙ୍ଗରେ ରହିବ। ପଇସା ସଂଗ୍ରହ କରିବାର ଭାବନା ଅତ୍ୟନ୍ତ ପତନକାରକ ଏବଂ ଏହା ସ୍ୱଭାବ ଖରାପ କରିଥାଏ। ପଇସା ଅନ୍ୟମାନଙ୍କର ହିତ ଓ ସେବା କରିବା ପାଇଁ ମିଳିଛି ବୋଲି ଭାବିଲେ ସବୁ ପଇସା ଯେ ଖର୍ଚ୍ଚ ହୋଇଯିବ ତା ନୁହେଁ। ଆପଣ ଯେତିକି ଖର୍ଚ୍ଚ କରିବେ ସେତିକି ହିଁ ଖର୍ଚ୍ଚ ହେବ। ଅବଶିଷ୍ଟ ପଇସା ପାଖରେ ଥିଲେ ମଧ୍ୟ କୌଣସି ଅସୁବିଧା କରିବ ନାହିଁ। ମଳ ମାସରେ ଦାନ ଦେବା ଉଦ୍ଦେଶ୍ୟରେ ମା' ମାନେ ଥାଳି, ଢାଳ, ଗ୍ଲାସ, ଛତା, ଲୁଗାପଟା ଇତ୍ୟାଦି ପୂର୍ବରୁ ସାଇତି ରଖିଥାନ୍ତି। ସେମାନଙ୍କର ଭାବନା ଥାଏ ଯେ ଏସବୁ ଦାନ ଦିଆଯିବ, ନିଜ କାମରେ ଲଗାଯିବ ନାହିଁ। ଭୁଲରେ କୌଣସି ପିଲା ସେଠାରୁ କୌଣସି ଜିନିଷ ନେଇ ଆସିଲେ ମା' ମାନେ କହନ୍ତି, ନା ପୁଅ ନା, ଏହାକୁ ନେଇ ସେଇଠି ରଖିଦେ, ଏହାକୁ ଆମେ ବ୍ୟବହାର କରିବା ନାହିଁ, ଏହା ଦାନ ଦିଆଯିବ। ଏଇଭଳି ଦେବା ଭାବନା ହୋଇଗଲେ ସେହି ଜିନିଷ ପ୍ରତି ମମତ୍ୱ ବା ଆପଣାର ଭାବ ରହେ ନାହିଁ। ଠିକ୍ ଏହିପରି ଏଠାରେ ଆମକୁ ଯେତେ ଜିନିଷ ମିଳିଛି ସେସବୁ ସେବା କରିବା ପାଇଁ ମିଳିଛି। ସବୁକିଛି ସେବା ପାଇଁ ଉଦ୍ଦିଷ୍ଟ, ଆମର ନିଜର ନୁହେଁ। ଏପରି ମନର ଭାବକୁ ପରିବର୍ତ୍ତନ କରିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କର କାଣି କଉଡ଼ିଟିଏ ବି ଖର୍ଚ୍ଚ ହେବ ନାହିଁ, ପଇସାଟିଏ ବି କ୍ଷତି ହେବ ନାହିଁ। ସେବାରେ ଯେତିକି ବିନିଯୋଗ ହେବାର ଥିବ ସେତିକି ହେବ, ଅବଶିଷ୍ଟ ଆଉ କେତେବେଳେ ବିନିଯୋଗ ହେବ। ବିନିଯୋଗ ହେଉ ବା ନ ହେଉ, ଆମେ ନିଜ କାମରେ ଏଗୁଡ଼ିକୁ ବିନିଯୋଗ କରିବା ନାହିଁ। କେବଳ ଜୀବନ ନିର୍ବାହ ପାଇଁ ପ୍ରସାଦ ରୂପରେ ଗ୍ରହଣ କରିବା। ସବୁକିଛି ଭଗବାନଙ୍କ ନିକଟରେ ଅର୍ପଣ କରିଦେଲା ପରେ ସେଥିରୁ ଯେଉଁ ଅନ୍ନ, ବସ୍ତ୍ର ଆଦି ଗ୍ରହଣ କରିବା, ତାହା ପ୍ରସାଦ ରୂପରେ ଗ୍ରହଣ କରିବା। ଯେଉଁ ଘରେ ରହିବା ତାହା ଆମର ନୁହେଁ, ଠାକୁରଙ୍କ ପ୍ରସାଦ। ପ୍ରସାଦରେ ସ୍ୱାଦ ଅସ୍ୱାଦ ଦେଖାଯାଏ ନାହିଁ, ବିଳାସ ବ୍ୟସନ ଦେଖାଯାଏ ନାହିଁ, ସୁଖ ସୁବିଧା ଦେଖାଯାଏ ନାହିଁ। ଆମେ କେବଳ ପ୍ରସାଦ ସେବନ କରିବା। ପ୍ରସାଦ ସେବନର ସୁଫଳ ମଧ୍ୟ ଆମକୁ ମିଳିବ ଏବଂ ଅନ୍ୟମାନଙ୍କୁ ଦେବାରେ କୌଣସି ଅସୁବିଧା ମଧ୍ୟ ହେବ ନାହିଁ। କେହି ଭଗବାନଙ୍କୁ କିଛି ଭୋଗ ଲଗାଇଲେ ଭୋଗ ସେତିକି ହିଁ ରହେ, କାଣିଚାଏ ମଧ୍ୟ କମ୍ ହୁଏ ନାହିଁ, କିନ୍ତୁ ତାହା ପରମ ପବିତ୍ର ହୋଇଯାଏ। ବଡ଼ ବଡ଼ ଧନୀ ଲୋକ ମଧ୍ୟ ପ୍ରସାଦ ପାଇଁ ହାତ ପତାନ୍ତି ଏବଂ କଣିକାଏ ପ୍ରସାଦ ପାଇ ଖୁସି ହୋଇଯାଆନ୍ତି। ଏହାର କାରଣ କ'ଣ?
କାରଣ ତାହା ଠାକୁରଙ୍କ ପ୍ରସାଦ। ଯେତେ ଜିନିଷ ଆପଣମାନଙ୍କୁ ମିଳିଛି ସେଗୁଡ଼ିକ ଭଗବାନଙ୍କର ମନେ କରନ୍ତୁ। ସେଗୁଡ଼ିକ ପ୍ରକୃତରେ ଭଗବାନଙ୍କର। ସେଗୁଡ଼ିକୁ ଆପଣମାନେ ସଙ୍ଗରେ ଆଣିନଥିଲେ କି ନେଇପାରିବେ ନାହିଁ କି ରଖିପାରିବେ ନାହିଁ ଏବଂ ନିଜେ ମଧ୍ୟ ସେଗୁଡ଼ିକ ସଙ୍ଗରେ ରହିପାରିବେ ନାହିଁ। ସେଗୁଡ଼ିକ ଠାକୁରଙ୍କର। ତେଣୁ ସଚ୍ଚୋଟତାର ସହ ଠାକୁରଙ୍କୁ ଅର୍ପଣ କରିଦେଇ କହନ୍ତୁ, ପ୍ରଭୁ, ଆପଣଙ୍କର ଜିନିଷ ଆପଣଙ୍କୁ ଅର୍ପିତ ହେଲା। କେତେ ସୁନ୍ଦର କଥା। ସମ୍ପୂର୍ଣ୍ଣ ନିର୍ଲିପ୍ତତା। କେବଳ ଜୀବନ ନିର୍ବାହ ପାଇଁ ପ୍ରସାଦ ଗ୍ରହଣ କରିବା, ନହେଲେ ଭଗବାନଙ୍କ ସେବା କରିବା କିପରି? ସବୁକିଛି ଠାକୁରଙ୍କର ବୋଲି ମାନିଲେ କୌଣସି ଅସୁବିଧା ହେବ ନାହିଁ। ଆପଣମାନଙ୍କ ପାଖରେ ସବୁ ଜିନିଷ ପୂର୍ବ ପରି ହିଁ ରହିବ। କୁଟୁମ୍ବ, ଘର ଓ ଶରୀର ସେମିତି ପୂର୍ବ ପରି ହିଁ ରହିବ ଏବଂ ଆପଣମାନଙ୍କର କଲ୍ୟାଣ ମଧ୍ୟ ହୋଇଯିବ। ନଚେତ୍ ସେହି ଜିନିଷଗୁଡ଼ିକୁ ନିଜର ମନେ କଲେ ବନ୍ଧନ ହେବ ଏବଂ ଶେଷକୁ ଆପଣମାନଙ୍କ ପାଖରେ କିଛି ରହିବ ନାହିଁ। ଆପଣମାନେ ବୁଦ୍ଧି ଖଟାଇ ଟିକେ ବିଚାର କରନ୍ତୁ। କୌଣସି ଖର୍ଚ୍ଚ ପଡ଼ିବ ନାହିଁ ଏବଂ କଲ୍ୟାଣ ହୋଇଯିବ। ଏହା କେତେ ବଢ଼ିଆ ଉପାୟ। ଯାହା ଖର୍ଚ୍ଚ ହେବାର ଥିବ ନିଶ୍ଚିନ୍ତ ଖର୍ଚ୍ଚ ହୋଇଯିବ। କ୍ଷତି ହେବାର ଥିଲେ ନିଶ୍ଚିନ୍ତ କ୍ଷତି ହେବ। ଦେବାଳିଆ ହେବାର ଥିଲେ ଅବଶ୍ୟ ହେବାକୁ ପଡ଼ିବ। ଯେତେ କୃପଣ ହୁଅନ୍ତୁ ପଛେ ଏଥିରୁ କ'ଣ ରକ୍ଷା ପାଇପାରିବେ? ଶରୀର ସହିତ ଯେତେ ମୋହ ରଖିଲେ ବି ତାହାକୁ କ'ଣ ରଖିପାରିବେ? ଆଦୌ ସମ୍ଭବ ନୁହେଁ। ତେଣୁ ଏସବୁକୁ ଭଗବାନଙ୍କର ମନେ କରନ୍ତୁ। ତେଣିକି କ୍ଷତି ହେଲେ ଭଗବାନଙ୍କର, ଲାଭ ହେଲେ ଭଗବାନଙ୍କର। ଆମେ କାହିଁକି କାନ୍ଦିବା? ଆମେ କାହିଁକି ଦୁଃଖ ପାଇବା? ହୃଦୟରେ ଏଗୁଡ଼ିକୁ ଭଗବାନଙ୍କର ମାନି ନେବାରେ ଆପଣଙ୍କର କ'ଣ ଅସୁବିଧା ହେଉଛି? ଆପଣଙ୍କର କ'ଣ କ୍ଷତି ହେଉଛି? ବିନା ତେଲରେ ଦୀପ ଜଳିବ, କିଛି ଖର୍ଚ୍ଚ ହେବ ନାହିଁ। ଅଥଚ ଆମେ କୃତ୍ୟ ହୋଇଯିବା। ଯାହା ହେବାର ଥିବ ଅବଶ୍ୟ ହେବ। ଯାହା ରହିବାର ଥିବ ଅବଶ୍ୟ ରହିବ। ଯାହା ଯିବାର ଥିବ ଅବଶ୍ୟ ଯିବ। ଏଥିରେ କିଛି ନୂଆ କଥା ଘଟିପାରିବ ନାହିଁ। କେବଳ ଭାବ ଦ୍ୱାରା ଭଗବାନଙ୍କୁ ଅର୍ପଣ କରିଦିଅନ୍ତୁ ଯେ ଏସବୁ ଭଗବାନଙ୍କର। ଆପଣଙ୍କର ଝିଅ ଜନ୍ମ ହେଲେ ଆପଣ ଆରମ୍ଭରୁ ମାନି ନେଉଛନ୍ତି ଯେ ଇଏ ପରଘରର ଧନ। ପରଘରକୁ ଚାଲିଯିବ। ଘରେ ପୁଅ ଝିଅ ମାଡ଼ପିଟ ହେଲେ ଆପଣ ପୁଅକୁ କହିଥାନ୍ତି, ହଇରେ ତୁ ଭଉଣୀ ସଙ୍ଗରେ କଳି କରୁଛୁ କାହିଁକି? ସେ ତ କେଇଟା ଦିନରେ ତା ଘରକୁ ଚାଲିଯିବ। ସେହିପରି ଆପଣଙ୍କୁ ଯେତେ ସମ୍ପତ୍ତି ମିଳିଛି ସେସବୁକୁ ଝିଅ ଭଳି ଭାବିଲେ ଅସୁବିଧା କ'ଣ? ଝିଅ ନିଶ୍ଚିନ୍ତ ତା ଘରକୁ ଯିବ, ଆପଣଙ୍କ ପାଖରେ ରହିବ ନାହିଁ। ଝିଅ ଆପଣଙ୍କ ଘରେ କେତେ ଦିନ ରହିବ? ଶରୀର, ସମ୍ପତ୍ତି, ଘର, ପରିବାର ଇତ୍ୟାଦି ସବୁକିଛି ଭଗବାନଙ୍କର ଝିଅ ଭଳି। ଏମାନେ ଦିନେ ନା ଦିନେ ନିଜ ନିଜ ଘରକୁ ଚାଲିଯିବେ, ଏଭଳି ମାନି ନିଅନ୍ତୁ। ଝିଅ ତା ଘରକୁ ଚାଲିଯିବ। ଏପରି ଭାବନା ହେଲେ ପୁଅ ପ୍ରତି ଯେତେ ମମତା ଝିଅ ପ୍ରତି ସେତେ ମମତା ରହେ ନାହିଁ। ପୁଅ ରୋଗରେ ପଡ଼ିଲେ ଯେତେ ପ୍ରଭାବ ପଡ଼େ ଝିଅ ରୋଗରେ ପଡ଼ିଲେ ସେତେ ପ୍ରଭାବ ପଡ଼େ ନାହିଁ। କାରଣ ଏ ନିଜର ନୁହେଁ। ଯାହାକୁ ଆପଣ ପୁଅ ମନେ କରୁଛନ୍ତି ସେ ଆପଣଙ୍କର ସବୁ ସମ୍ପତ୍ତିର ମାଲିକ ହୁଏ। ଯେ ଆପଣଙ୍କର ପୁଅ ନୁହେଁ ଏବଂ ଯାହାକୁ ଆପଣ ନିଜର ମନେ କରୁନାହାନ୍ତି ସେ ମାଲିକ ହେଉନାହିଁ। ଯେ ନିଜର ହୁଏ ସେ ମାଲିକ ହୁଏ ଏବଂ ଶେଷରେ ସେ ହିଁ ଆପଣଙ୍କ ମୁଣ୍ଡ ଖରାପ କରେ। ଝିଅ ମାଲିକ ହୁଏ ନାହିଁ କି ମୁଣ୍ଡ ଖରାପ କରେ ନାହିଁ। ଅତଏବ ଧନ ସମ୍ପତ୍ତି, ପରିବାର ଆଦିକୁ ଭଗବାନଙ୍କର ମନେ କରନ୍ତୁ। ନଚେତ୍ ସେମାନେ ମାଲିକ ମଧ୍ୟ ହେବେ ଏବଂ ଆପଣଙ୍କୁ ଦୁର୍ଦ୍ଦଶାରେ ମଧ୍ୟ ପକାଇବେ। ଏଥିରୁ ଲେଶମାତ୍ର ଲାଭ ମିଳିବ ନାହିଁ। ଭଗବାନଙ୍କର ମାନିନେଲେ କୌଣସି କ୍ଷତି ହେବ ନାହିଁ, ବରଂ ଲାଭ ବହୁତ ହେବ।